କେତେ ବର୍ଷ ହେବ ଏ ନୀଳକଣ୍ଠେଶ୍ୱର ବାବାଙ୍କ ପାଖରେ ରହିଲେଣି? ମୋର ଏଠି ରହିବା 3 ବର୍ଷ ହେଇଗଲା। 3 ବର୍ଷ। ଆଜ୍ଞା। କ'ଣ କେମିତି ମହିମା ଟିକେ ଜଣେଇବେ ଟିକେ? ବାବାଙ୍କର ତ ମହିମା ଅଗାଧ ମହିମା। ଇଏ ଆମର ଯେଉଁ କାର୍ତ୍ତିକ ଆଉ ଗଣେଶଙ୍କର ବୁଦ୍ଧି ପରୀକ୍ଷା ହେଇଥିଲା। ଆଜ୍ଞା ଶିବ ଠାକୁର ବୁଦ୍ଧି ପରୀକ୍ଷା କରିଥିଲେ, ତାଙ୍କୁ ବିଶ୍ୱ ବ୍ରହ୍ମାଣ୍ଡ ବୁଲିବା ପାଇଁ କହିଥିଲେ। ଆଜ୍ଞା। ସେଇ ସମୟରେ ଏଇ ଘଟଣା, ଆଚ୍ଛା ଯାହାକି ତାଙ୍କର ସେ ଗଣେଶ ମୂଷିକ ବାହନ ଦ୍ୱାରା ତାଙ୍କ ଚତୁଃପାର୍ଶ୍ୱରେ ବୁଲିକିରି ଅଗ୍ରଗଣ୍ୟ ହୋଇଥିଲେ। ସେଇ ରାସ୍ତା ଏଠି ଅଛି। ଆଚ୍ଛା। ଆଉ କାର୍ତ୍ତିକ ପଛରେ ମୟୂର ବାହନରେ ବୁଲି ବୁଲିକିରି ବିଶ୍ୱ ସାରା ଆସିଲା ବେଳକୁ ଗଣପତି ତାଙ୍କ ଚତୁଃପାର୍ଶ୍ୱରେ ବୁଲି ଆସି ପ୍ରଭୁଙ୍କ ଠାରୁ ଆଶୀଷ ନେଇକରି ଅଗ୍ରପୂଜ୍ୟ ହେଲେ। ବାବାଙ୍କ ପାଖକୁ ଯେଉଁମାନେ ଆସୁଛନ୍ତି ମାନସିକ ରଖିବା ପାଇଁ ପୂରଣ ସବୁ ହେଉଛି ନା? ନିଶ୍ଚିତ। ଆଉ ଯେଉଁମାନେ ଆସିବା ପାଇଁ ଚାହୁଁଛନ୍ତି କେମିତି କ'ଣ ସବୁ ଆସିବେ? ଏଇଟା କେତେ କିଲୋମିଟର ରହୁଛି ଘଟଗାଁରୁ? ଘଟଗାଁରୁ ଗୋଟେ 10 କିଲୋମିଟର। 10 କିଲୋମିଟର ନା? ସବୁ ସୁବିଧା ଅଛି ଏଠି? ସବୁ ପ୍ରକାର ସୁବିଧା। ଆଉ ଯେଉଁମାନଙ୍କୁ ଆସିବା ପାଇଁ ଭକ୍ତ ଚାହୁଁଛନ୍ତି ଆସନ୍ତୁ, ଏଠି ଦର୍ଶନ କରିବେ। ବହୁତ ଆପଣମାନେ ଯାହା ବି ମାନସିକ ପୂରଣ ରଖିବା ପାଇଁ ଚାହୁଁଛନ୍ତି ଏଠି ରଖିକି ଯିବେ, ନିହାତି ପୂରଣ ହେଉଛି। ଆଉ ବାବା ନୀଳକଣ୍ଠେଶ୍ୱରଙ୍କର ମହିମା ଅପାର।